ତେଣୁ ନବୀନ ବାବୁଙ୍କର ଯେଉଁ ଆଭିମୁଖ୍ୟ ଥିଲା ତାଙ୍କ କଥା ଯାହା ଥିଲା ତାଙ୍କର ଯେଉଁ ପ୍ରକାର ଲୋକଙ୍କ ପ୍ରତି ଭାବନା ଥିଲା ସେଥିରେ ଗୋଟେ ପରିବର୍ତ୍ତନ ହେଲା ଭଳି ଆମେ ଫିଲ୍ କରୁଛୁ। ନବୀନ ବାବୁଙ୍କ ସିମ୍ପତି ବହୁତ ବଢ଼ିଛି ହାରିଲା ପରେ, ଆମ ସରକାର ଗଲା ପରେ। କିନ୍ତୁ ଆଜି ଗୋଟେ ଜିନିଷ ମୋ ମନ ଭିତରେ ଅଛି, ଗୋଟେ ଏଡ଼େ ବଡ଼ ରାଜନୈତିକ ଦଳ ଯେଉଁଟାକି ସବୁବେଳେ 110-15 ସିଟ୍ ଜିତୁଥିଲା, ଯେଉଁଠି 18-20 MP ଜିତୁଥିଲେ, ସାଂସଦ ଜିତୁଥିଲେ, କ'ଣ ହେଲା? କାହିଁକି ଆମର ଏଇ ପ୍ରକାର ଆମେ ପରାଜୟ ହେଲୁ? ଗୋଟେ ଦଳ ହିସାବରେ ତା ଉପରେ ଗୋଟେ ସମୀକ୍ଷା ବୈଠକ ହେଲା ନାହିଁ, ଏପର୍ଯ୍ୟନ୍ତ ବି ହେଲାନି। ଏପର୍ଯ୍ୟନ୍ତ ବି ହେଲାନି। କାରଣଟା କ'ଣ? କାରଣଟା କ'ଣ? ଆମର ଲକ୍ଷ ଲକ୍ଷ କର୍ମୀ କାରଣଟା ଜାଣିବାକୁ ଅପେକ୍ଷା କରିଛନ୍ତି। ତାଙ୍କ ମନରେ ସେ ଜାଣିଛନ୍ତି, ଆମେ ସମସ୍ତେ ଜାଣିଛନ୍ତି ଆମେ ପରାଜୟ କାହିଁ ହେଲା। କିଛି ଲୋକ ସାହସ କରି କହିପାରୁନାହାନ୍ତି, ମୁଁ କହିଛି, କିନ୍ତୁ ମୁଁ ଜାଣିବାରେ ବହୁତ ସିନିୟର ନେତା ବି କହିଛନ୍ତି, କହିଛନ୍ତି, ଲେଖା ମଧ୍ୟ ଦେଇଛନ୍ତି, ଏକାଠି ଯାଇକିରି ଭେଟିଛନ୍ତି ବି, କିନ୍ତୁ ସେଇଟା ହେଲାନି।